ମୁଁ ତ କହିଛି ବାରମ୍ବାର ଯେ ମାର୍ଚ୍ଚ ଶେଷ ବେଳକୁ ନୂତନ ଦଳର ରୂପରେଖ ପ୍ରସ୍ତୁତ ହୋଇଯାଇଥିବ ଏବଂ ଆମେ ଘୋଷଣା କରିବୁ ଏବଂ ଓଡ଼ିଶା ସହିତ କଂଗ୍ରେସ ଲାଗିକି ନ୍ୟାୟ ତିଆରି ହେବ। ତେଣୁ ଟିକେ ଅପେକ୍ଷା କରିବା ଆମେ ମାର୍ଚ୍ଚ ମାସ ପର୍ଯ୍ୟନ୍ତ, ଯେତେ ପର୍ଯ୍ୟନ୍ତ ପୁରା ପ୍ରସ୍ତୁତ ନ ସରିଛି। ତେଣୁ କିଏ କେଉଁଠି କ'ଣ ଯଦି ଆମ ଆଲୋଚନାଟାକୁ ବାହାରେ ପ୍ରକାଶ କରିଥିବେ ତା ପାଇଁ ମୁଁ କିଛି କହିପାରିବି ନାହିଁ, କିନ୍ତୁ ପୂର୍ଣ୍ଣ ନିଷ୍ପତ୍ତି ଆମେ ରେଜିଷ୍ଟ୍ରେସନ୍ ହେଲା ପରେ ଆପଣଙ୍କ ପାଖକୁ ଆସିବୁ। ନିଶ୍ଚିତ ରୂପେ କଂଗ୍ରେସ ସହିତ ଓଡ଼ିଶା ନାଁଟାକୁ ଯୋଡ଼ିକି ଆମେ କରିବୁ। ହେଇପାରେ ଓଡ଼ିଶା ଜନତା କଂଗ୍ରେସ, ଓଡ଼ିଶା ଜନ କଂଗ୍ରେସ, ଓଡ଼ିଶା ଲୋକଙ୍କ କଂଗ୍ରେସ, ବିଭିନ୍ନ ପ୍ରକାର ଆଲୋଚନା ଚାଲିଛି। ଆମେ ତା ଉପରେ ଆମର ଯେଉଁମାନେ ଶୁଭେଚ୍ଛୁ ଅଛନ୍ତି ତାଙ୍କ ଉପରେ ତାପରେ ଆମେ ଆଲୋଚନା କରୁଛୁ। ପୂର୍ଣ୍ଣ ନିଷ୍ପତ୍ତି ନିଶ୍ଚିତ ରୂପେ ଆମେ ଆପଣଙ୍କୁ ଜଣାଇବୁ। ଆମ ଆଇଡ଼ିଓଲୋଜି, ଆମ ଚିନ୍ତାଧାରା ସିକ୍ୟୁଲାର ଅଛି। ତେଣୁ ଯାହା କଂଗ୍ରେସ ଦଳର ଚିନ୍ତାଧାରା ଏବଂ ଯାହା ବିଭିନ୍ନ ଆଞ୍ଚଳିକ ଦଳର ମଧ୍ୟ ଚିନ୍ତାଧାରା ବିଭିନ୍ନ ରାଜ୍ୟରେ, ସେହି ସିକ୍ୟୁଲାର ମନୋବୃତ୍ତି ନେଇକି ଆମେ ସମ୍ବିଧାନକୁ ସମ୍ମାନ ଦେଇ ସମସ୍ତଙ୍କୁ ସାଙ୍ଗରେ ନେଇ ଯିବା ପାଇଁ ପ୍ରସ୍ତୁତ ହେଉଛୁ। କିନ୍ତୁ ମୁଁ ସେ ବିଷୟରେ ବି କିଛି କହିବା ଉଚିତ ମନେ କରୁନାହିଁ। ନା ପାଇଁ ଆଲୋଚନା ହେଇଛି ଏବଂ ରାଜନୈତିକ ଆଲୋଚନା ବେଳେବେଳେ ବାହାରକୁ ଆସିଯାଏ। ତ ଆମେ ଯେତେବେଳେ ନିଜେ କହିବୁ ସେତେବେଳକୁ ପୂର୍ଣ୍ଣାଙ୍ଗ ସବୁ ଜିନିଷ ପ୍ରସ୍ତୁତ ହେଲା ପରେ କହିବୁ।